ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ର କୁରୁକ୍ଷେତ୍ର ସମବେତା ଯୁଯୁତ୍ସବ ମାମକାଃ ପାଣ୍ଡବୋତ୍ସବ କିମ କୁର୍ବତ ସଞ୍ଜୟ। ଧୃତରାଷ୍ଟ୍ର ସଞ୍ଜୟକୁ ପଚାରୁଛନ୍ତି କି ଧର୍ମଭୂମି କୁରୁକ୍ଷେତ୍ରରେ ଯାଇ ସେମାନେ ଏକତ୍ର ହୋଇ କ'ଣ କରୁଛନ୍ତି। କାହିଁକିନା ଧୃତରାଷ୍ଟ୍ର ଅନ୍ଧ ଥିଲେ, ସେ ଜାଣିଥିଲେ କି ମୋ ପୁତ୍ରମାନେ ଧର୍ମ ରାସ୍ତାରେ ନାହାନ୍ତି। କାହିଁକିନା ଧର୍ମ ସେଇଠାରେ ଥାଏ ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଥାଆନ୍ତି। ସେ ପୁତ୍ର ମୁହଁରେ ଆସି ଶାନ୍ତି ଜାଗାରେ ଯୁଦ୍ଧକୁ ବାଛିଥିଲେ, କିନ୍ତୁ ତାଙ୍କ ମନରେ ଡର ଆସିଲା କି ଏହାର ପରିଣାମ ଭୟଙ୍କର ହେବନି ତ। ଯେତେବେଳେ ଆମେ ଆମ ଜୀବନରେ କୌଣସି ଭୁଲ କାମ କରୁଛେ, ଆମକୁ ଜଣାଥାଏ ଏଇଟା ଭୁଲ, କିନ୍ତୁ ଆମେ ସେଇ କାମ କରୁଥାଏ, ଏହାର ପରିଣାମ ମଧ୍ୟ ଭୟଙ୍କର ଆସିବ ସେଇଟା ମଧ୍ୟ ଆମକୁ ଜଣାଥାଏ, କିନ୍ତୁ ଆମେ ସେଇ କାମ କରିଦେଇଥାଉ। ଠିକ୍ ସେଇଭଳି ଏଠି ଧୃତରାଷ୍ଟ୍ରଙ୍କ ମନରେ ଭୟ ଆଉ ଆଶଙ୍କା ସୃଷ୍ଟି ହେଉଛି କି ଏହାର ପରିଣାମ ଭୟଙ୍କର ହେବନି ତ। ଏଠି ଆମର ଭଗବତ ଗୀତାର ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଲୋକ ଶେଷ ହେଉଛି। ପୁଣି ଆମେ ନେକ୍ସଟ ଭିଡ଼ିଓରେ ମିଶିବା। ହରେ କୃଷ୍ଣ, ରାଧେ।